ମୁଁ ଅମ୍ବରସ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀ କୁ। ଆଶା କରୁ ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆଜିର ଭିଡିଓରେ ଆମେ ଓଡ଼ିଆ ଗ୍ରାମାରରେ 3 ନମ୍ବର ଚାପ୍ଟର ଯୋଉଟା କି ଅଛି ମାତ୍ରା ଫଳା ଯୁକ୍ତାକ୍ଷରରେ 50ଟି ମୋଷ୍ଟ ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଡିସ୍କସନ କରିବା। ସେଥିରେ ଆମେ ଅପସନ ୱାଇଜ ବୁଝିବା କାହିଁ ଉତ୍ତରଟି ହେଲା। ତେଣୁ ଆମର କଣ ଅଛି ଯେ ଓଡ଼ିଆ ଗ୍ରାମର ଯେତେ ବି ଟପିକ ଅଛି ଆମେ ଡେଲିକା କ୍ଲାସରେ ଗୋଟେ ଗୋଟେ ଟପିକ କଭର କରୁଛୁ। ଯଦି ଆପଣ ପୂର୍ବ ଭିଡିଓ ଦେଖି ନାହାନ୍ତି ଡେସ୍କ୍ରିପସନରେ ମୁଁ ଲିଙ୍କ ଦେଇଦେବି, ସେଥିରେ ଆପଣ ଦେଖିପାରିବେ। ଆଉ ଯଦି ଆପଣ କୋଉ ଅଲଗା ସବଜେକ୍ଟ ଯଦି ଡାଉଟ ଅଛି ମତେ କମେଣ୍ଟ ସେକ୍ସନରେ ଜଣାନ୍ତୁ, ଯାହାଫଳରେ କି ମୁଁ ସେଇ ଟପିକରେ ଟପିକ ୱାଇଜ କଣ କରିବା ଡିସ୍କସନ କରିବା। ତେଣୁ ଚାଲନ୍ତୁ ଡାଇରେକ୍ଟ ଭିଡିଓ ଷ୍ଟାର୍ଟ କରିବା। ଯଦି ଆପଣଙ୍କୁ ଭିଡିଓଟି ଭଲ ଲାଗୁଛି ଆଉ ଆପଣ ଭାବୁଛନ୍ତି ଯେ ଆପଣ ଇନଫର୍ମେଟିଭ ଭିଡିଓ ଆପଣ ପରୀକ୍ଷାରେ ସାହାଯ୍ୟ କରୁଛି, ତାହେଲେ ଭିଡିଓଟିକୁ ପ୍ଲିଜ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ବେଲ୍ ଆଇକନଟିକୁ ଦେବା ପାଇଁ ଭୁଲିବନି, ଯାହାଫଳରେ କି ଯେତେବେଳେ କି ଭିଡିଓ ମୁଁ ଅପଲୋଡ କରୁଛି ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚି ପାରିବ। ତେଣୁ ଚାଲନ୍ତୁ ଡିସ୍କସନ କରିବା। ପ୍ରଥମ କ୍ୱେଶ୍ଚନଟି କଣ ଅଛି ନା ସ୍ୱରବର୍ଣ୍ଣର ସାଙ୍କେତିକ ରୂପ କଣ ହେଲା। ଅପସନ କଣ ଅଛି ମାତ୍ରା ଆଉ ଉଚ୍ଚାରଣ, ବନାନ, ଯୁକ୍ତାକ୍ଷର, ଫଳା ହେଲା। ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ଆମେ ଓଡ଼ିଆ ବ୍ୟାକରଣରେ କଣ କହିଥାଉ ନା ଅପସନ ନମ୍ବର ଏ ଯେଟା କଣ କୁହନ୍ତି ମାତ୍ରା ହେଲା। ସ୍ୱରବର୍ଣ୍ଣର ସାଙ୍କେତିକ ରୂପ ଆମେ କଣ କହିଥାଉ ନା ମାତ୍ରା ବୋଲି, ବା ମାତ୍ରା ବା କଣ କୁହନ୍ତି ତାକୁ ନା କାର, ଯେମିତି କି ଆ କାର, ଦୀର୍ଘ ଇ କାର, ହର୍ଷଉ କାର, ତେଣୁ ମାତ୍ରା ବା କାର ବୋଲି ଆମେ କହିଥାଉ। ନେକ୍ସଟ କ୍ୱେଶ୍ଚନ ଦେଖିବା ମାତ୍ରା କେତୋଟି ଓଡ଼ିଆ ଭାଷାରେ ଆମର ଯୋଉ କେତୋଟି ମାତ୍ରା ରହିଛି। ଅପସନ କଣ ଅଛି ଅପସନ ନମ୍ବର ଏ ହଉଛି 9, ଅପସନ ନମ୍ବର ବି ହଉଛି 12, ସି 10, ଡି 11। ତେଣୁ ଆମର ଓଡ଼ିଆ ଭାଷାରେ କେତୋଟି ମାତ୍ରା ରହିଛି, ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ସି ଯେଟା କଣ ନା 10ଟି। ଆମର ମାତ୍ରା କେତୋଟି ରହିଛି 10ଟି ରହିଛି ହେଲା। କଣ କଣ ସେଗୁଡିକ ନା ଆ କାର, ଉ କାର, ହର୍ଷଉ କାର, ଦୀର୍ଘ କାର, ରୁ କାର, ଏ କାର, ଔ କାର, ଓ କାର ଆଉ ଔ କାର ହେଲା। ଟୋଟାଲ ଆମର 10ଟି ମାତ୍ରା ରହିଛି ଓଡ଼ିଆ ଭାଷାରେ। ତେଣୁ ଯିବା ନେକ୍ସଟ କ୍ୱେଶ୍ଚନ ଦେଖି କଣ ଅଛି ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପ ଆମେ କଣ ବୋଲି କହିଥାଉ। ଅପସନରେ କଣ ଅଛି ମାତ୍ରା, ଉଚ୍ଚାରଣ, ବନାନ, ଯୁକ୍ତାକ୍ଷର, ଫଳା। ତେଣୁ ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଆମେ କଣ ବୋଲି କହିଥାଉ। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଇ ଯେଟା କଣ କୁହନ୍ତି ଫଳା ହେଲା। ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପ ଆମେ କଣ କହିଥାଉ ଫଳା କହିଥାଉ ହେଲା। ବ୍ୟଞ୍ଜନ ବର୍ଣ୍ଣ ଯେମିତି କ କ ଫଳା, ଖ ହେଲା ଖ ଫଳା, ତେଣୁ ସେମିତି ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପ କଣ ବୋଲି କହିଥାଉ ନା ଫଳା ବୋଲି କହିଥାଉ। ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି ଫଳା କେତୋଟି ହେଲା। ଆମର ଓଡ଼ିଆ ଭାଷାରେ ଫଳା କେତୋଟି ରହିଛି। ଅପସନ କଣ ଅଛି 6, 8, 9, 11। ତେଣୁ ଆମର ଓଡ଼ିଆ ଭାଷାରେ କେତୋଟି ଆମର ଫଳା ରହିଛି ନା ଅପସନ ନମ୍ବର ବି ଯେଟା କଣ ନା 8ଟି କଣ ରହିଛି ଫଳା ରହିଛି ହେଲା। ସେଗୁଡିକ କଣ କଣ ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପ ଆମେ ଫଳା କହିଥାଉ ଫଳା 8ଟି। ସେଗୁଡିକ ହେଲା ନ ଫଳା, ମ ଫଳା, ଅସ୍ତେଜ ଫଳା, ର ଫଳା, ଅଳ ଫଳା, ଲ ଫଳା, ଓ ଫଳା ଆଉ ବ ଫଳା ହେଲା। ଆମର କେତୋଟି ରହିଛି ମନେ ରଖିଥିବେ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପରୀକ୍ଷାରେ ପଚାରେ କେତେଟା ଫଳା ରହିଛି ନା ଆମର ଓଡ଼ିଆ ଭାଷାରେ 8ଟି ଫଳା ରହିଛି। ସେଠୁ କହିଦେଲି ଆପଣ ନୋଟ ଡାଉନ କରିଦେବେ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି ବ୍ୟଞ୍ଜନ ବର୍ଣ୍ଣ ସହ ବ୍ୟଞ୍ଜନ ବର୍ଣ୍ଣ ମିଶିଲେ ତାକୁ କଣ ବୋଲି କୁହନ୍ତି। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପରୀକ୍ଷାରେ ବାର ବାର ପଚାରେ, ପିଲାମାନେ ଭୁଲ କରନ୍ତି। ତେଣୁ ଏଟା ଆପଣ ସ୍କିପ କରିବେନି ଭିଡିଓଟି ହେଲା। ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୁଡ଼ିକ ଡିସ୍କସନ କରାଯିବ। ତେଣୁ ଅପସନ କଣ ରହିଲା ମାତ୍ରା, ଉଚ୍ଚାରଣ, ବନାନ, ଯୁକ୍ତାକ୍ଷର, ଫଳା ହେଲା। ତେଣୁ ବ୍ୟଞ୍ଜନ ବର୍ଣ୍ଣ ସହିତ ଯଦି ବ୍ୟଞ୍ଜନ ବର୍ଣ୍ଣ ମିଶୁଛି ତାକୁ ଆମେ କଣ ବୋଲି କହିଥାଉ ନା ଅପସନ ନମ୍ବର ଡି ଯେଟା କଣ ନା ଯୁକ୍ତାକ୍ଷର ହେଲା। ଯଦି ଆମର ବ୍ୟଞ୍ଜନ ବର୍ଣ୍ଣ ସହିତ ଆମର ବ୍ୟଞ୍ଜନ ଗୋଟେ ମିଶୁଛି ତାକୁ କଣ କୁହନ୍ତି ଆମେ ଓଡ଼ିଆ ଭାଷାରେ ନା ଯୁକ୍ତାକ୍ଷର ବୋଲି କହିଥାଉ ହେଲା। ମନେ ରହିବ। ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଦେଇଛି ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ ସହିତ ସେହି ବର୍ଗର ଅନ୍ୟ ବର୍ଣ୍ଣ ମାନଙ୍କର ସଂଯୋଗରେ ସୃଷ୍ଟ ଯୁକ୍ତାକ୍ଷରକୁ କଣ କୁହାଯିବ। ବର୍ଗ ଆଉ କଣ ଏ ଯୋଉ ରହିଲା ପଞ୍ଚମ ବର୍ଣ୍ଣ ସେଟା ପୂର୍ବ ଟପିକରେ ଆମେ ପଢିଥିଲେ। ଯଦି ଆପଣ ଭିଡିଓ ଦେଖିନାହାନ୍ତି ଦେଖି ଆସନ୍ତୁ, ହେଲେ ଆମକୁ ବୁଝିବା ପାଇଁ ସୁବିଧା ହବ ହେଲା। ତେଣୁ ସେଇ ଉପରେ କ୍ୱେଶ୍ଚନ ଦେଲା ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ ସହିତ ସେହି ବର୍ଗର ଅନ୍ୟ ବର୍ଣ୍ଣ ମାନଙ୍କର ସଂଯୋଗରେ ସୃଷ୍ଟ ଯୁକ୍ତାକ୍ଷରକୁ ଆମେ କଣ ବୋଲି କହିଥାଉ। ଅପସନ କଣ ରହିଲା ମାତ୍ରା, ଉଚ୍ଚାରଣ, ଅନୁନାସିକ ଯୁକ୍ତାକ୍ଷର ବା ଯୁକ୍ତ ବର୍ଣ୍ଣ। ଅପସନ ନମ୍ବର ଡି ହଉଛି ଯୁକ୍ତାକ୍ଷର ନା ଫଳା ହେଲା। କାରଣ ଆମେ କଣ ବୋଲି କହିଥାଉ ନା ଅପସନ ନମ୍ବର ସି ଯେଟା କଣ ଅନୁନାସିକ ଯୁକ୍ତାକ୍ଷର ବା ଯୁକ୍ତ ବର୍ଣ୍ଣ ହେଲା। ଯଦି ଆମର କହୁଛି ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ ସହିତ ସେଇ ବର୍ଗ ଅନ୍ୟ ବର୍ଣ୍ଣ ମାନଙ୍କ ସହିତ ଯଦି ସଂଯୋଗ ହୁଏ ତାକୁ ଆମେ କଣ ବୋଲି କହିଥାଉ ନା ଆମର ଅନୁନାସିକ ଯୁକ୍ତାକ୍ଷର ବା ଯୁକ୍ତ ବର୍ଣ୍ଣ ବୋଲି କହିଥାଉ ହେଲା। ମନେ ରହିବ। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି 7 ନମ୍ବର ଅନୁନାସିକ ଯୁକ୍ତାକ୍ଷର ବା ଯୁକ୍ତ ବର୍ଣ୍ଣ କେତୋଟି ହେଲା। ଓଡ଼ିଆ ଭାଷାରେ ଆମର ଅନୁନାସିକ ଯୁକ୍ତାକ୍ଷର ବା ଯୁକ୍ତ ବର୍ଣ୍ଣ ଆମର କେତୋଟି ରହିଛି। ଅପସନ କଣ ଅଛି 18, 21, 16, 20। ତେଣୁ ଓଡ଼ିଆ ଭାଷାରେ ଆମର ଅନୁନାସିକ ଯୁକ୍ତାକ୍ଷର ବା ଯୁକ୍ତ ବର୍ଣ୍ଣ ଆମର କେତୋଟି ରହିଛି ନା ଅପସନ ନମ୍ବର କୋଉଟା ଠିକ ହବ ନା ଅପସନ ନମ୍ବର ବି ସରି ଡି ଯେଟା କଣ ଅଛି 20 ହେଲା। 21 ନୁହେଁ 20ଟି ହେଲା। ଅନୁନାସିକ ଯୁକ୍ତାକ୍ଷର ଆମର ଓଡ଼ିଆ ଭାଷାରେ କେତୋଟି ରହିଛି 20ଟି ରହିଛି। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ ବଢିଆ ବଢିଆ କ୍ୱେଶ୍ଚନ ସବୁ ରହିଛି। ନେକ୍ସଟ ଦେଖିବା ଆମର ଯୋଉ ସନ୍ଧି ବିଚ୍ଛେଦ ଆକାରରେ ଯୋଉ ଦେଇଥାଏ ନା ସେଗୁଡାକ ଏଗୁଡାକ ପରୀକ୍ଷାରେ ପଚାରେ, ଭାବିବେନି ଯେ ଏଗୁଡାକ ବହୁତ ଅଛି ତେଣୁ ସେଇଥିପାଇଁ ଦିଆଯାଇଛି ବହୁତ ଗୁଡ଼ିକ ପରୀକ୍ଷାରେ ପଡୁଛି ସେମିତି। ତେଣୁ ଆମର ଯୁକ୍ତାକ୍ଷର ଅନୁସାରେ କ୍ଷୀୟକୁ ଆମେ କେମିତି ଲେଖିପାରିବା ହେଲା। କ ରେ ହଳନ୍ତ ପ୍ଲସ ତାଲବେଶ, କ ରେ ହଳନ୍ତ ପ୍ଲସ ଦନ୍ତେଶ, କ ରେ ହଳନ୍ତ ପ୍ଲସ ମୂର୍ଧନେଶ, କ ରେ ହଳନ୍ତ ପ୍ଲସ ଖ। ଆମର କ୍ଷୟକୁ ଆମେ କଣ ବୋଲି ଲେଖିପାରିବା ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ଯେଟା କଣ କ ରେ ହଳନ୍ତ
प्लस मूर्धन्य स आपण करे हलन प्लस ख लिखि देबेनी कोन हो करे हलन प्लस मूर्धन्य स कोन बोली कहिथाउ ना क्ष बोली कहिथाउ नेक्स्ट एमती अछि उर सॉरी नियर कोन जुक्ताक्षर हबो नरे हलन प्लस नियो तापर जीरो अनुस्कार प्लस नियो तेनो सी डी आपण देखि दंतु ई जेटा कि आपण लागुची हला कमेंट में जणांतु तापर मु सठी उत्तर कहि देबी आ तेनो सठी उत्तर 9 नंबर कोन हबो ना ऑप्शन नंबर सी जेटा कोन जोरे हलन प्लस नियो हला सेटा होची सठिक कोन बना देखिए पे नेक्स्ट क्वेश्चन हला 10 नंबर क्वेश्चन देखिए कोन अछि जेटा कि डोरे ख जेटा को हमर कोन बोली डोरे गो जेटा अछि खड़ग जेमती उच्चारण करे जामे से डोरे गोटा से तेरा को हमें कोन संधि विषय करथाउ ऑप्शन डोरे हलन प्लस गो गोरे हलन प्लस डो डोरे हलन प्लस गो प्लस हो ना डोरे हलन प्लस डो प्लस हो तो सठी उत्तर टी कोन हबो ना ऑप्शन नंबर ए जेटा कोन अछि डोरे हलन प्लस गो हैला एटा ठीक हबो डोरे हलन प्लस गो एटा होची सठिक उत्तर तापर देखिए नेक्स्ट क्वेश्चन कोरे हलन को हमें केमती लिखि परिबो ହେଲା ତେଣୁ ସରି करे तो ହେଲା करे हळद नै सेटा ଟିକେ देखाउ छेमती करे तो को हमें केमती लिखि पारे करे हळद प्लस तोरे हळद प्लस हो ना तोरे हळद प्लस करे हळद ना तोरे हळद प्लस को आ ऑप्शन नंबर डी कोन अछि तोरे हळद प्लस को प्लस ओ तेणु सठी उत्तर टी कोन हबो ना ऑप्शन नंबर कोनटा ठीक हबो ऑप्शन नंबर सी जेटा कोन अछि तोरे हळद प्लस को ହେଲା कोन रहइबो एटा होची सठी उत्तर तो नेक्स्ट क्वेश्चन देखि दो जो धरे अछि ऑप्शन ए बी सी डी मध्यरु कोन सठी उत्तर हबो 12 नंबर देखि दियंतु ହେଲା तेणु सठी उत्तर टी कोन होची ना ऑप्शन नंबर सी जेटा होची कोन दोरे हळद प्लस ध एटा हबो सठी उत्तर नेक्स्ट देखि दियंतु 13 नंबर क्वेश्चन टा ऑप्शन ए बी सी डी मध्यरु कोनटा सठी उत्तर टी हबो ହେଲା तेणु हमर 13 नंबर कोनटा सठी उत्तर टी हबो ना ऑप्शन नंबर सी जेटा कोन दोरे हळद प्लस ध द्वितीय दोरे दो निमति लेखा जे तारा होची कोन दोरे हळद प्लस ध सेटा होची तारा सठी संधि विच्छेद देखिले नेक्स्ट क्वेश्चन देखि कोन अछि ए जो द्वितीय भ सेटा को हमें कोन बोली संधि विच्छेद करिवा ऑप्शन ए बी सी डी मध्यरु देखि दियंतु कोनटा ठीक उत्तर टी हबो सठी उत्तर टी कोन ना ऑप्शन नंबर डी जेटा कोन दोरे हळद प्लस भ हैला सेटा कोन द्वितीय भ जेटा कोनदी सेटा देखिए नेक्स्ट क्वेश्चन कोन अछि 15 नंबर देखि दियंतु सेटा संधि विच्छेद से अनुसार अछि ए बी सी डी मध्यरु कोन सठी उत्तर टी हबो ना ऑप्शन नंबर कोनटा ऑप्शन नंबर ए जेटा कोन होची बोरे हळद प्लस द एटा हबो सठी उत्तर हैला तापर देखिए नेक्स्ट क्वेश्चन 16 नंबर टी देखि दियंतु लोरे को अछि हैला लोरे कोटा को हमें सॉरी लोरे को ना कोन हां लोरे कोटा को हमें कोन बोली संधि विच्छेद करिथाउ करे हळद प्लस लोरे हळद तापर बी सी आ डी मते देखि दियंतु कोनटा सठी उत्तर टी हबो ना ऑप्शन नंबर बी जेटा कोन अछि ना लोरे हळद सॉरी अळरे हळद प्लस कलोरे नै अळरे हळद प्लस को हबो सठी उत्तर नेक्स्ट क्वेश्चन 17 नंबर देन देखिन एबीसीडी मते कोन सठी उत्तर हबो मुद्रेश्वरे न जेंती कोन वर्ण मुद्रेश्वरे न लेखा जे जेंती मुद्रेश्वरे जेटा एरा वर्ण तो मुद्रेश्वरे हबो किंतु मुद्रेश्वरे नंतेन जेटा हबो कोन संधि विच्छेद हबो सठी उत्तर कोन ऑप्शन नंबर ए जेटा कोन मुद्रेश्वरे हळद प्लस कोन मुद्रण हैला मुद्रेश्वरे हळद प्लस मुद्रण एटा सठी उत्तर हबो तापर नेक्स्ट होची क्ष क्ष ऊपर कोन अछि क्षरे मुद्रण हैला एटा हम कोन बोली संधि विच्छेद करिथाउ त एबीसीडी मते देखि कोन सठी उत्तर हबो ऑप्शन नंबर कोनटा ठीक हबो ना ऑप्शन नंबर सी जेटा कोन करे हळद प्लस मुद्रेश्वर हळद प्लस मुद्रण हैला एटा होची प्लस मुद्रण हैला सठी उत्तर होची ऑप्शन नंबर सी तापर 19 नंबर देखि 19 नंबर सठी उत्तर कोन हबो त 19 नंबर सठी उत्तर होची कोन ना ऑप्शन नंबर बी जेटा कोन वो हळद प्लस करे हळद प्लस क्ष तापर 20 नंबर देखि कोन सठी उत्तर हबो एबीसीडी मध्यरु कोन सठी उत्तर हबो ना ऑप्शन नंबर सी जेटा कोन मुद्रण हळद प्लस डोरे हळद प्लस रो तापर 21 नंबर हैला 21 नंबर सेमती अछि एबीसीडी मध्यरु कोन सठी उत्तर हबो ना 21 नंबर कोन सठी उत्तर ऑप्शन नंबर बी जेटा कि मोरे हळद प्लस भोरे हळद प्लस रो हैला तापर देखिया हमरो 22 नंबर टी कोन अछि जो स्वास्थ्य हम लिखुछु दंतेश्वरे थ प्लस जीव फळा तेरा हम कोन संधि विच्छेद कले केमती आसीबो होला उच्चारण से अनुसार करा जाय तेनो 22 नंबर सठी उत्तर कोन ऑप्शन नंबर ए जेटा कोन अछि दंतेश्वरे हळद प्लस थरे हळद प्लस अस्तेज हैला देखिए नेक्स्ट क्वेश्चन 23 नंबर टी हैला एमती दंते नरे तो प्लस जीव फळा हैला जेरा हम कोन बोली संधि विच्छेद करि परिबा तो सठी उत्तर कोन हबो ऑप्शन नंबर ए जेटा कोन नरे हळद प्लस तरे हळद प्लस र प्लस अस्तेज हैला देखिले संधि विच्छेद मेन सेटा देखि देबे ठीक हैला नेक्स्ट क्वेश्चन देखिए ओडे क्वेश्चन अछि गोटिए शब्द रे थिबा वर्ण गुडी को पृथक पृथक दर्शाई उल्लेख करिवार नाम कोन हैला सेटा कोन बोली हमें कहिथाउ ऑप्शन नंबर ए होची मात्रा ऑप्शन नंबर बी होची उच्चारण ऑप्शन नंबर सी वर्णन ऑप्शन नंबर डी जुक्ताक्षर ऑप्शन नंबर ई होची फळा गोटिए शब्दर वर्ण गुडी यदि पृथक पृथक हमें दर्शाइबा सेटा कोन बोली हमें कथे जेडी हमें एबे करि के आसिलु हैला 23 नंबर पर्यंत जेटा हमें करलु सेटा हमें कोन बोली कहिथाउ त सठी उत्तर कोन हबो ना ऑप्शन नंबर सी जेटा कोन ना बनान हैला हम सेटा कोन कहिथाउ ना बनान बोली कहिथाउ हैला
ଆମେ କରିକି ଆସିଲୁ ଏଟା ସନ୍ଧି ବିଚ୍ଛେଦନ ଏକ ସବୁ ବନାନ ହେଲା। ତେଣୁ ଗୋଟେ ଶବ୍ଦ ଯଦି ଆମର ବର୍ଣ୍ଣ ଗୁଡ଼ିକ ପୃଥକ ପୃଥକ ଭାବରେ ଦର୍ଶାଇ ପାରୁଛି ତାର କଣ କୁହାଯିବ ବନାନ କୁହାଯିବ ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି ଆମର ଇଂରାଜୀ ଓ ହିନ୍ଦୀ ଓ ଅନ୍ୟ କେତେକ ଭାଷାରେ ଲିଖନ ଓ ଡେସରେ ପାର୍ଥକ୍ୟ ଦେଖା ହୁଏ ମାତ୍ର ଓଡ଼ିଆରେ ସେପରି ନୁହେଁ। ବଢିଆ କ୍ୱେଶ୍ଚନ ଟି ଇଂରାଜୀ ହିନ୍ଦୀ ଅନ୍ୟାନ୍ୟ ଯେ ଭାଷା ଗୁଡାକ ରହିଛି ସେଥିରେ କଣ ହଉଛି ତାଙ୍କର ଭାଷାର ଲିଖନ ଆଉ କଣ ଭାଷାର ଲିଖନ ଓ ଡେସରେ ପାର୍ଥକ୍ୟ ଦେଖା କିନ୍ତୁ ମାତ୍ରାରେ ଏଇ ଯୋଉ ମାତ୍ର ଓଡ଼ିଆ ଭାଷାରେ ଏଟା ଦେଖାଯାଏ ନାହିଁ। ଅପସନ ଟି କଣ ହଉଛି ମାତ୍ରା ଉଚ୍ଚାରଣ ବନାନ ଯୁକ୍ତାକ୍ଷର ଫଳା ହେଲା। କୋଉଥିରେ ଆମର ଦେଖାଯାଏ ଡିଫରେନ୍ସ ଅନ୍ୟ ଭାଷା ମାନଙ୍କରେ ଅପସନ ନମ୍ବର କୋଉଟା ବି ଯେଟା କଣ ଉଚ୍ଚାରଣ ହେଲା ତାଙ୍କର ଲେଖିବା ଅଲଗା ହୁଏ ଉଚ୍ଚାରଣ ଅଲଗା ହୁଏ କିନ୍ତୁ ଓଡ଼ିଆରେ ସେଇଟା ନାହିଁ ଯେଟା ଲେଖାଯାଏ ଲିଖନ କରାଯାଏ ସେଇଟା ହିଁ କଣ କରାଯାଏ ନା ଉଚ୍ଚାରଣ କରାଯାଏ। ନେକ୍ସଟ ଦେଖିଦିଅନ୍ତୁ 26 ନମ୍ବର କୋଉଟା ସଠିକ ଉତ୍ତର ସେମିତି ଆମର ବନାନ ଗୁଡ଼ିକ ଦେଇଛି 26 ନମ୍ବର କୋଉଟା ସଠିକ ଉତ୍ତରଟି ହବ ଅପସନ ନମ୍ବର କୋଉଟା ଅପସନ ନମ୍ବର ବି ଯେଟା କଣ ଅଛି ଆମର ଲ ରେ ହଳନ୍ତ ପ୍ଲସ କ ଏଟା ସଠିକ ଉତ୍ତରଟି ହବ। ତାପରେ 27 ନମ୍ବର ମୁଦ୍ରାଂଶରେ ନ ସେଟା ବି ଯେମିତି ଅଛି ଦେଖିଦିଅନ୍ତୁ ଏଟା ପଢା ହେଇଥିଲା ତଥାପି ଏଥିରେ ଦେଖିଦିଅନ୍ତୁ ହେଲା। 27 ନମ୍ବର କୋଉଟା ଅପସନ ନମ୍ବର ଏ ଯେଟା କି ମୁଦ୍ରାଂଶ ହଳନ୍ତ ପ୍ଲସ ମୁଦ୍ରଣ। ତାପରେ ସେମିତି 28 ନମ୍ବର ଦେଖିଦିଅନ୍ତୁ କୋଉଟା ସଠିକ ଉତ୍ତରଟି ହବ ବନାନ ଅନୁସାରେ ହେଲା। ସଠିକ ଉତ୍ତରଟି କଣ ଅପସନ ନମ୍ବର ସି ଯେଟା କଣ करे ହଳନ୍ତ ପ୍ଲସ ମୁଦ୍ରାଂଶ ହଳନ୍ତ ପ୍ଲସ ମୁଦ୍ରଣ ହେଲା। ତାପରେ ଦେଖିଦିଅନ୍ତୁ 29 ନମ୍ବର 30 ନମ୍ବର 31 ନମ୍ବର କୋଉଟା ସଠିକ ଉତ୍ତରଟି ହବ 29 ନମ୍ବର କୋଉଟା ହବ ଅପସନ ନମ୍ବର କୋଉଟା ଅପସନ ନମ୍ବର ବି ଯେଟା କି କଣ ରେ ହଳନ୍ତ ପ୍ଲସ करे ହଳନ୍ତ ପ୍ଲସ କ୍ଷ ହେଲା। ତାପରେ 30 ନମ୍ବର ମୁଦ୍ରଣ ଡ ହେଲା ସେଟା ଛତ୍ରରେ ର ଅଛି ଏଟା କଣ ହବ ସନ୍ଧି ବିଚ୍ଛେଦରେ ସରି ବନାନଟି ହବ କଣ ଅପସନ ନମ୍ବର କୋଉଟା ଠିକ ହବ ଅପସନ ନମ୍ବର ବି ଯେଟା କଣ ମୁଦ୍ରଣରେ ହଳନ୍ତ ପ୍ଲସ ମୁଦ୍ରଣରେ ହଳନ୍ତ ପ୍ଲସ ଡରେ ହଳନ୍ତ ପ୍ଲସ ର ହେଲା ର ଅଛି ସେଥିପାଇଁ ଲାଷ୍ଟରେ ରଟା ହିଁ ରହିବ। ତାପରେ ମୁଦ୍ରଣରେ ଭ ର ସତରେ ର ଫଳା ହେଲା ସେଟା କେମିତି ହବ ବନାନଟି ଅପସନ ନମ୍ବର ହେଲା ଅପସନ ନମ୍ବର ବି ଯେଟା କଣ ମରେ ହଳନ୍ତ ପ୍ଲସ ଭରେ ହଳନ୍ତ ପ୍ଲସ ର ହେଲା। ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି ଅନୁନାସିକ ଯୁକ୍ତାକ୍ଷର କେଉଁଠି ନୁହେଁ ହେଲା ଅନୁନାସିକ ଯୁକ୍ତାକ୍ଷର ପଢିକି ଆସିଲୁ ତେଣୁ ଏ ଭିତରୁ କୋଉଟା ଅନୁନାସିକ ଯୁକ୍ତାକ୍ଷର ନୁହେଁ ଦନ୍ତେନରେ ଧ ୱେଙ୍ଗ ମୁଦ୍ରଣରେ ଟ ଆଉ ହଉଛି ଡରେ ଗ ତେଣୁ ଏ ଭିତରୁ କୋଉଟା ଅନୁନାସିକ ଯୁକ୍ତାକ୍ଷର ନୁହେଁ। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କଣ ଡରେ ଗ ଏଟା ହଉଛି ଗୋଟେ କଣ ଅନୁନାସିକ ଯୁକ୍ତାକ୍ଷର ନୁହେଁ ହେଲା। ବୁଝିଗଲା ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି 33 ନମ୍ବର ପ୍ରଦୀପର କେତୋଟି ବର୍ଣ୍ଣ ରହିଛି ଯୋଉ ପ୍ରଦୀପ ଲେଖା ହେଇଛି ସେଥିରେ କେତୋଟି ଆମର ବର୍ଣ୍ଣ ରହିଛି ହେଲା। ଅପସନ କଣ ଅଛି 3 5 7 6 ଏ ଭିତରେ କେତୋଟି ବର୍ଣ୍ଣ ରହିଛି ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ଏଟା କଣ 7ଟି ବର୍ଣ୍ଣ ରହିଛି। ପ୍ରଦୀପ ଯଦି ଆମେ ବନାଣ ଅଲଗା ଅଲଗା କରିବା ତାହେଲେ କଣ ହବ ନା ହଉଛି ପରେ ହଳନ୍ତ ହେଲା ପ୍ଲସ କଣ ହବ ରରେ ହଳନ୍ତ ପ୍ଲସ ଓ ପ୍ଲସ ଦରେ ହଳନ୍ତ ପ୍ଲସ ଦୀର୍ଘ ଇ ପ୍ଲସ କଣ ହବ ଆମର ପରେ ହଳନ୍ତ ପ୍ଲସ ଏଇଟା ଆମର କେତେଟା ରହିଲା ଟୋଟାଲ କେତେଟା ଆମର 7ଟି ରହିଲା ମାନେ ଅପସନ ନମ୍ବର ସି ଯେଟା କଣ ଅଛି 7ଟି ମନେ ରହିଲା। ଦେଖିବା ନେକ୍ସଟ କ୍ୱେଶ୍ଚନ ଉଚ୍ଚାରଣ ଦୃଷ୍ଟିରୁ କେଉଁଠି ଅଲଗା ହେଲା ଏ ଯୋଉ ଦେଇଛି ଚାରିଟା ଶବ୍ଦ ତା ଭିତରୁ ଉଚ୍ଚାରଣ ଭିତରୁ କୋଉଟା ଅଲଗା ଅଗ୍ରଗଣ୍ୟ ପ୍ରହ୍ଲାଦ କଣ କାହ୍ନୁନୁ ଆଉ ଅଲ ଅଫ ଦିସ୍ ହେଲା। ତେଣୁ ସଠିକ ଉତ୍ତରଟି କଣ ଉଚ୍ଚାରଣ ଦୃଷ୍ଟିରୁ କୋଉଟା ଅଲଗା ହବ ସଠିକ ଉତ୍ତରଟି କଣ ଅପସନ ନମ୍ବର ଡି ଯେଟା କଣ ସବୁ ଗୁଡାକ ପରସ୍ପର ଠାରୁ ଅଲଗା ଉଚ୍ଚାରଣ ଦୃଷ୍ଟିରୁ ଆମେ ଦେଖିବା ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି ଇଂରାଜୀ ଓ ହିନ୍ଦୀ ଅନ୍ୟ କେତେକ ଭାଷାରେ ଯେମିତି ଡବଲ କ୍ୱେଶ୍ଚନ ଅଛି କଣ କାହା କାହା ଭିତରେ ପାର୍ଥକ୍ୟ ଦେଖାଯାଏ ନା ଉଚ୍ଚାରଣ କ୍ଷେତ୍ରରେ ଦେଖାଯାଏ ଲିଖନ ଆଉ ଉଚ୍ଚାରଣ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ। ତାପରେ ଏଇ ଯୋଉ ଓଡିଆ ସ୍ୱର ବର୍ଣ୍ଣ ମଧ୍ୟରୁ କେତୋଟି ବର୍ଣ୍ଣ କେବେ ବି ସ୍ୱତନ୍ତ୍ର ରୂପେ ବ୍ୟବହୃତ ହୁଏ ନାହିଁ ହେଲା। ତେଣୁ ସ୍ୱର ବର୍ଣ୍ଣ ତ ଆମର ଢେର ଗୁଡାକ କେତେଟା ରହିଛି 11ଟା ରହିଛି ତେଣୁ ତା ଭିତରୁ ଆମର ସ୍ୱରବର୍ଣ୍ଣ ଭିତରୁ କୋଉଟା କେବେ ବି ସ୍ୱତନ୍ତ୍ର ରୂପେ ବ୍ୟବହୃତ ହୋଇପାରେ ନାହିଁ। ଅପସନ କଣ ଅଛି ଦୀର୍ଘ ରୁ ଐ ରୁ ଆଉ ଦୀର୍ଘ ଇ ହେଲା। ତେଣୁ ଆମର କଣ ହବ ସଠିକ ଉତ୍ତରଟି କୋଉଟା କୋଉ ସ୍ୱର ବର୍ଣ୍ଣଟି ଆମର କେବେ ସ୍ୱତନ୍ତ୍ର ଭାବେ ବ୍ୟବହୃତ ହୋଇପାରେ ନାହିଁ ସଠିକ ଉତ୍ତରଟି କଣ ଅପସନ ନମ୍ବର ସି ଏରେ କଣ ରୁ ହେଲା ରୁ ଟା କେବେ ସ୍ୱତନ୍ତ୍ର ଭାବେ ବ୍ୟବହୃତ ହୋଇପାରିବ ନାହିଁ। ତାପରେ ନେକ୍ସଟ କ୍ୱେଶ୍ଚନ କଣ ଅଛି ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସହିତ ଯୁକ୍ତ ହେଲେ ଏହାର ଯେଉଁ ଚିହ୍ନ ରୁହେ ତାକୁ କଣ ବୋଲି କୁହାଯାଏ ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସହିତ ଯୁକ୍ତ ହେଲେ ସେହି ଏହାର ଯେଉଁ ଚିହ୍ନ ରୁହେ ତାକୁ କଣ ବୋଲି କୁହାଯାଏ। ଅପସନ କଣ ଅଛି ମାତ୍ରା ଫଳା କାର ନା ବୋଥ ଏ ଏଣ୍ଡ ସି ହେଲା। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କଣ ବୋଥ ଏ ଏଣ୍ଡ ସି ମାନେ କଣ ମାତ୍ରା କୁହାଯିବ ଆଉ କାର ମାତ୍ରା ଯେଟା ଆଉ କାର ସେଇଟା ଆକାର ଦୀର୍ଘ ଇ କାର ତେଣୁ ସେଇଟା ହିଁ ହବ ସ୍ୱର ବର୍ଣ୍ଣ ସହିତ ବ୍ୟଞ୍ଜନ ଯୋଉ ଚିହ୍ନଟା ରୁହେ ତାକୁ କଣ କୁହାଯାଏ ମାତ୍ରା ବା କାର ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି କେଉଁ ବର୍ଣ୍ଣ କିଛି ଚିହ୍ନ ନଥାଏ କେଉଁ ବର୍ଣ୍ଣର ଗୋଟେ କିଛି ଚିହ୍ନ ବି ନଥାଏ ଓ ଆଉ ତାପରେ ହର୍ଷ ଇ ଏ ଆଉ ହର୍ଷ ଉ ତେଣୁ ଏ ଭିତରୁ କୋଉଟାର ଗୋଟେ ଯେକୌଣସି ଚିହ୍ନ ନଥାଏ ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଓ ର ଯେକୌଣସି ମାନେ କିଛି ବି ଚିହ୍ନ ନଥାଏ ହେଲା। ଏହା ଭିତରେ ଆଉ ଯୋଉ ତିନିଟା ରହିଲା ସେଗୁଡାକ ନିର୍ଦ୍ଦିଷ୍ଟ ଚିହ୍ନ ରହିଛି ହେଲା ଯେଟା କି ମାତ୍ରା ବା କାର ଆମେ ବ୍ୟବହାର କରିଥାଉ। ନେକ୍ସଟ କ୍ୱେଶ୍ଚନ ଦେଖିକି କଣ ଅଛି କେଉଁ କାର ମିଶିଲେ ବ୍ୟଞ୍ଜନ ବର୍ଣ୍ଣର ହଳନ୍ତ ଚିହ୍ନ ରୁହେ ନାହିଁ ହେଲା। କେଉଁ କାର
ମିଶିଲେ ବ୍ୟଞ୍ଜନ ବର୍ଣ୍ଣରେ ହଳନ୍ତ ଚିହ୍ନ ରୁହେ ନାହିଁ। ମନେ ରହିଲା। ଅପସନରେ କଣ ଅଛି ଓ ଆଉ ଆମର କଣ ଅଛି ହର୍ଷଇ ଆଉ ହର୍ଷଉ ଆଉ ସମସ୍ତ ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ଓ ହେଲା। ଓ ସହିତ ମିଳିଲେ କୌଣସି ବ୍ୟଞ୍ଜନ ବର୍ଣ୍ଣର ହଳନ୍ତକାର ଚିହ୍ନ ରୁହେ ନାହିଁ। ନେକ୍ସଟ କ୍ୱେଶ୍ଚନ ଦେଖିବା କେଉଁଟି ଏକ ଯୁକ୍ତ ସ୍ୱର ହେଲା। ୟା ଭିତରୁ ଅପସନ ମଧ୍ୟରୁ କୋଉଟା ଗୋଟେ ଯୁକ୍ତ ସ୍ୱର। ଅପସନରେ କଣ ଅଛି ଐ କ୍ଷୀୟ ଔ ବୋଥ ଏଣ୍ଡସ୍ ହେଲା। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି କଣ ବୋଥ ଏ ଏଣ୍ଡ ସି ମାନେ ଐ ଆଉ ଔ ଏଇଟା ହଉଛି କଣ ଯୁକ୍ତ ସ୍ୱର ଦିଟା ମିଶିକି ହେଇଛି ନା ଏ ଆଉ ଯେମିତି ଏ ପରେ ଐ ହୋଇଥାଏ ସେମିତି ଅ ପରେ ଔ ହୋଇଥାଏ ତେଣୁ ସେଥିପାଇଁ ଏଟା କଣ କୁହାଯିବ ଯୁକ୍ତାକ୍ଷର ଆମର ଯୁକ୍ତ ସ୍ୱର ବୋଲି କୁହାଯାଏ। ତାପରେ ଯୁକ୍ତ ବ୍ୟଞ୍ଜନର ଅର୍ଥ କଣ ହେଲା ଯୁକ୍ତ ସ୍ୱର ଶୁଣିଲେ ଯୁକ୍ତ ବ୍ୟଞ୍ଜନର ଅର୍ଥ କଣ ସ୍ୱର ପ୍ଲସ ସ୍ୱର ସ୍ୱର ପ୍ଲସ ବ୍ୟଞ୍ଜନ ବ୍ୟଞ୍ଜନ ପ୍ଲସ ବ୍ୟଞ୍ଜନ ବ୍ୟଞ୍ଜନ ପ୍ଲସ ସ୍ୱର ହେଲା। ଯୁକ୍ତ ବ୍ୟଞ୍ଜନର ଅର୍ଥ ହଉଛି କଣ ନା ଅପସନ ନମ୍ବର ସି ଯେଟା କଣ ବ୍ୟଞ୍ଜନ ପ୍ଲସ ବ୍ୟଞ୍ଜନ এটা কোন কুହାଯାଏ যুক্ত ବ୍ୟଞ୍ଜନ ବୋଲି କୁହାଯାଏ। ମନେ ରଖିଥିବେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟି ପରୀକ୍ଷାରେ ପଚାରି ପାରେ। ନେକ୍ସଟ କ୍ୱେଶ୍ଚନ କଣ ଅଛି ମୂଳ ବ୍ୟଞ୍ଜନ ବର୍ଣ୍ଣ ସହିତ ଅନ୍ୟ ଏକ ବ୍ୟଞ୍ଜନ ବର୍ଣ୍ଣ ମିଶି କିଛି ଅଂଶ ମିଶି କଣ ସୃଷ୍ଟି କରନ୍ତି। ମୂଳ ବ୍ୟଞ୍ଜନ ବର୍ଣ୍ଣ ସହିତ ଅନ୍ୟ ଏକ ବ୍ୟଞ୍ଜନ ବର୍ଣ୍ଣ ମିଶି କଣ ସୃଷ୍ଟି କରନ୍ତି। ଅପସନ ଗୁଡ଼ିକ କଣ ଅଛି ଯୁକ୍ତ ସ୍ୱର ଯୁକ୍ତ ବ୍ୟଞ୍ଜନ ସ୍ୱତନ୍ତ୍ର ବ୍ୟଞ୍ଜନ ନା ସମସ୍ତ ହେଲା। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ଯୁକ୍ତ ବ୍ୟଞ୍ଜନ ହେଲା। ମୂଳ ବ୍ୟଞ୍ଜନ ସହିତ ଆଉ ଗୋଟେ ବ୍ୟଞ୍ଜନ ମିଶି କଣ ତିଆରି କରନ୍ତି ନା ଯୁକ୍ତ ବ୍ୟଞ୍ଜନ ତିଆରି କରିଥାନ୍ତି। ନେକ୍ସଟ କ୍ୱେଶ୍ଚନ ଦେଖିବେ କଣ ଅଛି ଆମର ର ରେ ହଳନ୍ତ ବ୍ୟଞ୍ଜନ ବର୍ଣ୍ଣର କେଉଁଠି ଯୁକ୍ତ ହେଲେ ରେପ୍ ହୁଏ ହେଲା। ର ରେ ହଳନ୍ତ ବ୍ୟଞ୍ଜନ ବର୍ଣ୍ଣ କେଉଁଠି ଯୁକ୍ତ ହେଲେ ରେପ୍ ହୁଏ। ଅପସନ ନମ୍ବର ଏ ଅଛି ପରେ ପୂର୍ବରୁ ମଧ୍ୟରେ ନା ସମସ୍ତ ହେଲା। ଅପସନ ନମ୍ବର କୋଉଟା ଠିକ ହବ ନା ଅପସନ ନମ୍ବର ଡି ଯେଟା କଣ ପୂର୍ବରୁ ହେଲା। ତେଣୁ ରେପ୍ ବ୍ୟଞ୍ଜନ ବର୍ଣ୍ଣର ପୂର୍ବରୁ ଯଦି ଯୁଗ ହବ ତାହେଲେ ରେପ୍ ଫଳା ହେଇଥାଏ। ଦେଖିବେ ନେକ୍ସଟ କ୍ୱେଶ୍ଚନ କଣ ଅଛି ଜ ରେ ହଳନ୍ତ ପଦରେ କେଉଁଠି ରହିଲେ ଜ ଉଚ୍ଚାରଣ ହୁଏ ହେଲା। ଜ ରେ ହଳନ୍ତ ପଦରେ କେଉଁଠି ରହିଲେ ଜ ଉଚ୍ଚାରଣ ହୁଏ। ଅପସନ କଣ ଅଛି ପ୍ରଥମ ଶେଷ ମଧ୍ୟରେ ନା ସମସ୍ତ ହେଲା। ଜ ରେ ହଳନ୍ତ କୋଉଠି ପଦର କୋଉଠି ରହିଲେ ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ପ୍ରଥମେ ଜ ରେ ହଳନ୍ତ ଯଦି ପ୍ରଥମରେ ଥିବ ତାହେଲେ ଜ ଉଚ୍ଚାରଣ ହିଁ ହବ। ନେକ୍ସଟ କ୍ୱେଶ୍ଚନ ସଂଯୁକ୍ତ ଶବ୍ଦରେ ଜ ରେ ହଳନ୍ତର ଉଚ୍ଚାରଣ କିପରି ହୋଇଥାଏ ହେଲା। ସଂଯୁକ୍ତ ଶବ୍ଦ ପାଇଁ ଜ ରେ ହଳନ୍ତର ଉଚ୍ଚାରଣ କେମିତି ହେଇଥାଏ ଜ ନା ଅସ୍ତେଜ ନା ଅନୁଷ୍କାର ଅସ୍ତେଜ ନା ସମସ୍ତ ହେଲା। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର କୋଉଟା ଏ ଯେଟା କଣ ଜ ହେଲା। ଏଟା ହିଁ କଣ ଉଚ୍ଚାରଣ ହବ। ନେକ୍ସଟ ଦେଖିବା କ୍ୱେଶ୍ଚନ କଣ ଅଛି ଡେଶ ବର୍ଣ୍ଣ ଆରମ୍ଭରୁ କୌଣସି ଶବ୍ଦ ଗଠିତ ହୁଏ ନାହିଁ ହେଲା। ଡେଶ ବର୍ଣ୍ଣ ଆରମ୍ଭରୁ କୌଣସି ଶବ୍ଦ ଗଠିତ ହୁଏ ନାହିଁ। ଅପସନ କଣ ଅଛି ଢ ରୁ ଅଳ ଐ ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ଢ ହେଲା। ଢ ବର୍ଣ୍ଣ ଆରମ୍ଭରୁ କୌଣସି ଶବ୍ଦ ଗଠିତ ହୁଏ ନାହିଁ। ସେମିତି ଶବ୍ଦ ଶୁଣିଛନ୍ତି କି ଢ ଫାଷ୍ଟ ଥିବ ନାହିଁ। ନେକ୍ସଟ କ୍ୱେଶ୍ଚନ କଣ ଅଛି ଅଳରେ ଫଳା ଅଳରେ ଆମର କଣ ହଳନ୍ତ ପଦରେ କେଉଁଠି ରହିଲେ ତାର ଉଚ୍ଚାରଣ ର ହୁଏ ହେଲା। ର ଅଳରେ ହଳନ୍ତ ପଦରେ କୋଉଠି ରହିଲେ ହେଲା ପଦର କୋଉ ଜାଗାରେ ରହିଲେ ତାର ଉଚ୍ଚାରଣ ହୁଏ ହେଲା। ନେକ୍ସଟ ଅପସନ କଣ ଅଛି ଆରମ୍ଭରେ ମଧ୍ୟରେ ଶେଷରେ ବୋଥ ବି ଏଣ୍ଡ ସି ହେଲା। କୋଉଠି ରହିବା ଦରକାର ନା ଅପସନ ନମ୍ବର ଡି ଯେଟା କଣ ଆମର ବୋଥ ବି ଏଣ୍ଡ ସି ମାନେ ମଧ୍ୟରେ ରହିବ ବି ଆଉ ଶେଷରେ ରହିବ ବି ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା ଅଳ ସହ କଣ ଦେଲା ଅଳ ସହ ମିଶିଲେ ଆମର ଅଳ ସ୍ଥାନରେ ଲ ହୁଏ ହେଲା। ଅଳ ସହିତ ଡ୍ୟାଶ ମିଶିଲେ କୋଉଟା ମିଶିବ ଅସ୍ତେଜ ହ ଆମର କଣ ଆମର ଜ ଆଉ ଲ ହେଲା। କୋଉଟା ମିଶିଲେ କଣ ହୁଏ ଲ ଶବ୍ଦ ସେ ସୃଷ୍ଟି କରେ। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ହ ହେଲା। ଏଇଟା ମିଶିଲେ କଣ ହବ ନା ଆମର ଲ ଫଳା ହିଁ ହବ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି ଆମର ଯୁକ୍ତ ବ୍ୟଞ୍ଜନ କେତେ ପ୍ରକାର। ଯୁକ୍ତ ବ୍ୟଞ୍ଜନ ଆମେ ଶୁଣିଲୁ ବ୍ୟଞ୍ଜନ ସହିତ ବ୍ୟଞ୍ଜନ ମିଶିଲେ କଣ କୁହନ୍ତି ଯୁକ୍ତ ବ୍ୟଞ୍ଜନ କେତେ ପ୍ରକାରର ଅଛି 2 3 4 5 ତେଣୁ ଯୁକ୍ତ ବ୍ୟଞ୍ଜନ ଆମର ଓଡିଆ ଭାଷାରେ କେତୋଟି ରହିଛି ଅପସନ ନମ୍ବର ବି ଏଟା କଣ 3 ପ୍ରକାରର ରହିଛି। ମନେ ରହିଲା। ଦେଖିବା ଏବେ ନେକ୍ସଟ କ୍ୱେଶ୍ଚନ ପ୍ରଥମ ବ୍ୟଞ୍ଜନ ତଳେ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ କେଉଁ ରୂପରେ ରୁହେ ହେଲା। ପ୍ରଥମ ବ୍ୟଞ୍ଜନ ତଳେ ଅନ୍ୟ ବ୍ୟଞ୍ଜନ କେଉଁ ରୂପରେ ରୁହେ ଫଳା ମାତ୍ରା କାର ନା ଅଲବ୍ଧି ହେଲା। କେମିତି ଭାବରେ ସେ ରହିଥାଏ। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ଫଳା ଆକାରରେ ରହିଥାଏ। ପ୍ରଥମ ବ୍ୟଞ୍ଜନ ତଳେ ଅନ୍ୟ ବ୍ୟଞ୍ଜନ ରହୁଛି ସେଟା ଫଳା ଆକାରରେ ରହିବ। ନେକ୍ସଟ କ୍ୱେଶ୍ଚନ କେଉଁ ବର୍ଣ୍ଣ ଯୁକ୍ତ ବ୍ୟଞ୍ଜନର ଆରମ୍ଭରେ ଥିଲେ ତାର ସଂକ୍ଷିପ୍ତ ରୂପ ପ୍ରକାଶ ପାଏ ହେଲା। କେଉଁ ବର୍ଣ୍ଣ ହେଲା ଯେକୌଣସି ଏଠି ଚାରିଟା ଅପସନ ଭିତରୁ କୋଉ ବର୍ଣ୍ଣ ଯୁକ୍ତ ବ୍ୟଞ୍ଜନ ଆରମ୍ଭରେ ଥିଲେ ତାର ସଂକ୍ଷିପ୍ତ ରୂପ ପ୍ରକାଶ ପାଏ। ଅପସନ ଗୁଡିକ କଣ ଅଛି ତ ରେ ହଳନ୍ତ ର ରେ ହଳନ୍ତ ମ ରେ ହଳନ୍ତ ବୋଥ ଏ ଏଣ୍ଡ ବି ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କଣ ଏ ଏଣ୍ଡ ବି ମାନେ ତ ରେ ହଳନ୍ତ ଆଉ କଣ ଆଉ ର ରେ ହଳନ୍ତ ଯଦି ଥିବ ଆମର ଦିଟା ବର୍ଣ୍ଣ ଯୁକ୍ତ ବ୍ୟଞ୍ଜନରେ ଆରମ୍ଭରେ ଥିଲେ ତାର ସଂକ୍ଷିପ୍ତ ରୂପ ପ୍ରକାଶ ପାଏ।
ନେକ୍ସଟ ଦେଖିବା ସ୍ୱତନ୍ତ୍ର ଯୁକ୍ତ ବ୍ୟଞ୍ଜନ କୋଉଠି ହେଲା ଯୁକ୍ତ ବ୍ୟଞ୍ଜନ ଶୁଣିଲେ ୟା ଭିତରୁ ସ୍ୱତନ୍ତ୍ର ଯୁକ୍ତ ବ୍ୟଞ୍ଜନ କୋଉଟା ୱେଙ୍କ ନା ଦ୍ୱିତୀୟ ଭ ନା ୱେଞ୍ଚ ନା ସମସ୍ତ ୟା ଭିତରୁ କୋଉଟା ଗୋଟେ ଯୁକ୍ତ ବ୍ୟଞ୍ଜନ ହେଲା ଯୁକ୍ତ ବ୍ୟଞ୍ଜନ ସ୍ୱତନ୍ତ୍ର ଯୁକ୍ତ ବ୍ୟଞ୍ଜନ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି କଣ ସମସ୍ତ ଏଗୁଡିକ ସମସ୍ତ ହଉଛନ୍ତି କଣ ଗୋଟେ ସ୍ୱତନ୍ତ୍ର କଣ ଯୁକ୍ତ ବ୍ୟଞ୍ଜନ ହେଲା ନେକ୍ସଟ କ୍ୱେଶ୍ଚନ ଦେଖି କଣ ଅଛି କେଉଁ ବର୍ଣ୍ଣ ସମସ୍ତ ବ୍ୟଞ୍ଜନ ବର୍ଣ୍ଣଙ୍କ ସହ ମିଶି କରି ରହିଥାଏ ୟା ଭିତରୁ କୋଉ ବର୍ଣ୍ଣଟା କଣ ହୋଇଥାଏ ସମସ୍ତ ବର୍ଣ୍ଣ ସହିତ ମିଶେଇକି ରହିଥାଏ ଅପସନ କଣ ଅଛି ଏ ଆ ଓ ଓ ହେଲା ୟା ଭିତରୁ କୋଉ ବର୍ଣ୍ଣଟା ସମସ୍ତ ସହିତ ମିଶିକି ରହିଥାଏ ଅପସନ ନମ୍ବର କୋଉଟା ଠିକ ହବ ନା ଅପସନ ନମ୍ବର ସି ଯୋଉଟା କି କଣ ଅଛି ଓଟା ସବୁ ବର୍ଣ୍ଣ ସହିତ କଣ ଥାଏ ମିଶିକି ରହିଥାଏ ହେଲା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଦେଇଥିଲା ପରୀକ୍ଷାରେ ପଢିଲେ ଆପଣ ଲେଖିପାରିବେନି ହେଲା ତେଣୁ ଯଦି ପଢି ଯାଆନ୍ତି ଗୁଡାକ ଲାଷ୍ଟ କ୍ୱେଶ୍ଚନ ଆଜି ଦେଖିବା କେଉଁ ଫଳା କେବଳ ମରେ ହଳନ୍ଦୀରେ ଲାଗିଥାଏ ହେଲା ଏଥିରୁ କୋଉ ଫଳଟା କେବଳ ମରେ ହଳନ୍ଦୀରେ ହିଁ ଲାଗିଥାଏ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି ବ ଭ ନ ମ ଏଥିରୁ କୋଉ ଫଳଟା ମରେ ହଳନ୍ଦୀ କେବଳ ହିଁ ଲାଗିଥାଏ ତେଣୁ ସଠିକ ଉତ୍ତରଟି କଣ ହବ ନା ବ ହେଲା ମରେ ହଳନ୍ଦ କାହା ପାଖରେ ଲାଗେ ନା ବ ପାଖରେ ହିଁ ଲାଗେ ଯେମିତି କି ଆମ୍ବ ହେଲା ଶିମ୍ବ ଡିମ୍ବ ଏଗୁଡା ସବୁ ହେଲା କଣ ଲାଗିଥାଏ ମରେ ହଳନ୍ଦ କେବଳ ବ ପାଖରେ ଲାଗିଥାଏ ତେଣୁ ଆଜିର ଭିଡିଓରେ ଆମେ କଣ ଦେଖିଲେ ନା ଟୋଟାଲ 54ଟି କ୍ୱେଶ୍ଚନ ଦେଖିଲେ ଟପିକ ଅନୁସାରେ ହେଲା ତେଣୁ ଟପିକ ୱାଇଜ ଆମେ ଡେଲି ଏମିତି କ୍ୱେଶ୍ଚନ ଡିସ୍କସନ କରୁ ଯଦି ଆପଣ ଭିଡିଓଟିକୁ ଲାଇକ୍ କରିଥିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିଥିବେ ତାହେଲେ ଏମିତି ଆପଣଙ୍କ ଟପିକ ୱାଇଜ ଓଡିଆ ଗ୍ରାମର ଯେତିକି ଆମର କ୍ୱେଶ୍ଚନ ଡିସ୍କସନ ହଉଛି ଆପଣଙ୍କ ପାଖରେ ପହଞ୍ଚି ପାରିବେ ଆଜି ଆମେ ମାତ୍ରା ଫଳ ଯୁକ୍ତାକ୍ଷର ଟପିକଟି ସାରିଲୁ ହେଲା ତେଣୁ ଭିଡିଓଟି ଆପଣ ଯଦି ଭଲ ଲାଗିଥିବ ତାହେଲେ ଭିଡିଓଟିକୁ ପ୍ଲିଜ ଲାଇକ୍ କରିଦେବେ ହେଲା ଆଉ ପାଖରେ ଯୋଉ ସବସ୍କ୍ରାଇବ ବଟନ ଅଛି ସବସ୍କ୍ରାଇବ କରିଦେବେ ଯାହା ଫଳରେ କି ନୂଆ ନୂଆ ଭିଡିଓ ଆପଣଙ୍କ ପାଖରେ ପହଞ୍ଚି ପାରିବ ପାଖରେ ଥିବା ବେଲ ଆଇକନଟିକୁ ଦେବା ପାଇଁ ଭୁଲିବେ ନାହିଁ ଯାହା ଫଳରେ କି ଯେତେବେଳେ ଭିଡିଓ ଅପଲୋଡ କରୁଛି ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚିବ ତେଣୁ ଆଜି ପାଇଁ ଏତିକି ରହୁଛି ନୂଆ ଭିଡିଓ ନୂଆ ଟପିକରେ ଆପଣଙ୍କ ସହିତ ଦେଖା ହବ ସେଥିପାଇଁ ରହୁଛି ଧନ୍ୟବାଦ।